यापर आम अभिभाषण रखा श्रीयुक्त पंडित रमाकांत मिश्र महोदय को अनुरोध करुचु आमर सत्य एवं कॉलेज तरफ तांकर वक्तव्य रखी। श्री सोमनाथ बालुंकेश्वर देव महिला डिग्री महाविद्यालय और आमर सत्य विकास परिषद जटणीर मिलित आनुकूल्य आजिर यही आलोचना चक्रर वरेण्य सभापति मंचासीन समस्त पूज्य अतिथिमंडली आउ वरेण्य प्रतिभा श्री गौरहरि दास महोदय मु ये भाषण रखा पूर्वर गोटे कथा कहबी गोटे नुआ जिनिस आम ये पाइलु जहाँ आमरी सत्य विकास परिषदर मोर 2-3 वर्ष भितर मीटिंग मानक मु पाई नथिबी। एटा होछि महिला महाविद्यालय ये प्रदीप प्रज्वलन बेले मुखवाद्य सेटा होछि हुलहुली गोटे हुलहुली पड़िला यही गोटे शुभ एवं मांगलिक वाद्य आमको आरंभ शुणा मिलला। तेबे कहवाई तो अल्प समय बाट बहुत समय कम सीमित समय मुझे कथा कहबी अधिका किसी कहबार नहीं। आजिर आलोच्य प्रसंग होची सांप्रतिक समाज पाई भगवान श्रीकृष्ण वार्ता। जो भगवान श्रीकृष्ण संपर्क आसी तथ्यविद मुख्य वक्ता आमर से आपण मानक अधिक कथा कहे मु केवल एति कहूँ श्रीकृष्ण तांकर बाल्यरू आरंभ करी शेष जीवन पर्यंत समग्र जीवन को जनसेवारे समाज सेवारे मानव सेवारे विनियुक्त करथिले। श्रीराम एवं श्रीकृष्ण या भितर मु कहूँ आपण मैंने नाम करुचंती हरे कृष्ण 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 हरे 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 राम 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 हरे हरे। ये जो नाम करा जाउछि ए नामर कौन तत्व थाई पारे किंतु मो मतरे ए नाम एक निष्काम मंत्र। ए नाम जपरे कामना नहीं अन्य जेते मंत्र सबुथरे कामना अछि किंतु या देरे कामना नहीं कहीं किमिति ये जो हरि शब्द संबोधन रे अरे कृष्ण शब्द संबोधन रे कृष्ण एवं राम शब्द संबोधन रे राम आर प्रथमा कृष्ण राम अकारांत शब्द संबोधन रे राम संबोधन रे कृष्ण एवं संबोधन रे हरे हरिटा इकारांत शब्द एणु हरे हला तार संबोधन। यार अर्थ होछि ए हरि ए कृष्ण ए राम या व्यतीत आउ कौनसी अर्थ आदिरे नाई जदि संस्कृत व्याकरण दृष्टि आपको विचार करा जाए तबे जड़े भक्त केवल प्रभुंकर नाम को संबोधन करुच्च किछि मागु नहीं मागिले एटा सकाम कोटि किछि मागिमा नाही एटा होछि निष्काम। एणु जो मंत्र निष्काम ताहा निश्चित भाव जीवर मुक्ति प्रदायक सकाम मंत्र जीव को बारंबार संसार को आणव किंतु निष्काम मंत्र जीव को मुक्ति प्रदान करिवो। से जो भगवान श्रीकृष्ण एवं श्रीराम या पर टिके अल्प कहबी आगे रहिले कृष्ण पछरे रहिले राम आग कृष्णकर ना पछरे रहउची
ରାମଙ୍କର ନାଁ। ତାହେଲେ ରାମ ହେଉଛନ୍ତି ତ୍ରେତୟାର ଅବତାର, ସେ ଆଗ, କୃଷ୍ଣ ହେଉଛନ୍ତି ଦ୍ୱାପର, ହେଉଛନ୍ତି ପଛ। ସିଏ କାହିଁକି ଆଗକୁ ଗଲେ, ଇଏ କାହିଁକି ପଛକୁ ରହିଲେ? ୟାର ଏଇ ତତ୍ତ୍ୱ ଟିକେ ରହୁଛି। ଆପଣ ଅମର ଘୋଷ ଦେଖିବେ ଭଗବାନଙ୍କର ଯେଉଁ ନାମ, ଯେଉଁ ପର୍ଯ୍ୟାୟ ରହିଛି, ରାମ ନାମ ତା ଭିତରେ ନାହିଁ, କିନ୍ତୁ କୃଷ୍ଣ ନାମ ଅଛି। ବିଷ୍ଣୁଙ୍କର ନାରାୟଣ, କୃଷ୍ଣ ଗୋବିନ୍ଦ ଗରୁଡ଼ଧ୍ୱଜ, ଦାମୋଦର ହୃଷିକେଶ, କେଶବ ମାଧବ ସବୁ, କେଶବ ମାଧବ ସବୁ, ବିଷ୍ଣୁ ନାରାୟଣ କୃଷ୍ଣ ଗୋବିନ୍ଦ ଗରୁଡ଼ଧ୍ୱଜ, ଭଗବାନଙ୍କ ନାମ ତାଲିକାରେ ଏ ନାଁ ଗୁଡ଼ାକ ରହିଛି। ରାମଙ୍କର ନାଁ ତା ଭିତରେ ନାହିଁ। ଏହା ବୋଲି କ'ଣ ରାମ ଭଗବାନ ନୁହନ୍ତି କି? କୃଷ୍ଣ ହେଉଛନ୍ତି ଅବତାରୀ, ସିଏ ଅବତାର ନୁହନ୍ତି। ଅବତାର ହେଉଛନ୍ତି ବଳରାମ, କୃଷ୍ଣ ହେଉଛନ୍ତି ଅବତାରୀ, ଯାହାଙ୍କ ଦେହରୁ ସମସ୍ତ ଅବତାର ଅବତରଣ କରନ୍ତି ଧରାଧାମକୁ। ତେଣୁ ଭଗବାନ କୃଷ୍ଣଙ୍କର ଏ ଯେଉଁ ଧରା ଅବତରଣ ହେଇଥିଲା, ଏ କାହିଁକି ହେଇଥିଲା? ଆଉ ଟପିକ୍ ଯାହା ରହିଛି ତାପରେ ଟିକେ ଟଚ୍ ଦେଇକିରି ମୁଁ ଦୁଇ ଚାରି ପଦ କଥା କହିକିରି ବନ୍ଦ କରିଦେବି, ସମୟ ଅଭାବ। ନହେଲେ କହୁଥିଲେ ତ ବହୁତ କଥା ଅଛି କହିବା ପାଇଁ। ଗୋଟାଏ ଓଡ଼ିଆ ପଦ ମୁଁ କହୁଛି, ଆମର ଓଡ଼ିଆ ସାହିତ୍ୟ ଅନୁଷ୍ଠାନ ରସକଲ୍ଲୋଳ କବି ଦୀନକୃଷ୍ଣ ଦାସ ରାଗ ଚୋକି, ସେ କ'ଣ କହିଲେ? କୌଣ ପକୁଳେ ଭାରି ହୋଇ ଧରଣୀ ସୁନ୍ଦରୀ, ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା, କଂସ ପ୍ରତାପରେ ଦେହ ହେଲା ନିୟତି ଦୁଃସହ, କି କରିବି ଏବେ କହ ବୋଲି ବୋଇଲା, କୁଶକେତୁ ଶୁଣିଲେ କଥା, କହିଲେ ଜଗନ୍ନାଥଙ୍କୁ ଅବନି ବ୍ୟଥା। ଯେତେବେଳେ କଂସାସୁରର ପ୍ରବଳ ଚାଲିଲା ଉପଦ୍ରବ, ତା ସହିତ ପୁଣି 8ଟା ମଲ୍ଲ, ପୁଣି ନିଜ ଭଉଣୀର ଗର୍ଭଜାତ ସନ୍ତାନ ମାନଙ୍କୁ ନିର୍ମମ ଭାବରେ ଶିଶୁ ହତ୍ୟା କରିବାରେ ଲାଗିଲା। କିଏ? ନା କଂସାସୁର। ଏ କଂସ ପ୍ରତାପରେ ଏ ବସୁମାତା ସମ୍ଭାଳି ପାରିଲା ନାହିଁ, ସେ ବ୍ରହ୍ମାଙ୍କୁ ନିବେଦନ କଲା। ବ୍ରହ୍ମା କହିଲେ ଜଗନ୍ନାଥ, ଭଗବାନ ନାରାୟଣଙ୍କୁ କହିଲେ, ନାରାୟଣ କହିଲେ ମୁଁ ଯଦୁବଂଶରେ ଅବତୀର୍ଣ୍ଣ ହେବି। ଯୋଉଟା ଗୀତାରେ କହିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହମ୍। ଏଇଠି ମୁଁ ଗୋଟିଏ କଥା ଆପଣଙ୍କୁ କହିବି, ଅଧର୍ମର ଉତ୍ଥାନ ଏବଂ ଧର୍ମର ପତନ। ଆପଣ ବିଚାର କରନ୍ତୁ, ଧର୍ମ କୋଉଟା ଅଧର୍ମ କୋଉଟା? ଆମେ ଦିଅ ଦେଉଳ ଯାଇକରି ମୁଣ୍ଡିଆ ମାରିଦେଲେ ସେଇଟା ଧର୍ମ ନୁହଁ। ଧର୍ମ ରହିଛି ସମାଜରେ, ଧର୍ମ ରହିଛି ବ୍ୟକ୍ତି ବିଶେଷଟାରେ। ଗୋଟାଏ ପିତାର ଧର୍ମ ଅଛି, ଗୋଟେ ପୁତ୍ରର ଧର୍ମ ଅଛି, ଗୋଟେ ଗୁରୁର ଧର୍ମ ଅଛି, ଗୋଟେ ଛାତ୍ରର ଧର୍ମ ଅଛି, ଗୋଟେ କନ୍ୟାର ଧର୍ମ ଅଛି। ଏଇଭଳି ଭାବରେ ସମାଜର ପ୍ରତ୍ୟେକ ବ୍ୟକ୍ତିମାନଙ୍କର ଯେଉଁ ଧର୍ମ, ସେ ଧର୍ମଟା ଯେତେବେଳେ ସ୍ଖଳନ ହେଇଯାଏ, ତାର ବ୍ୟଭିଚାର ଘଟେ, ସେତେବେଳେ ଧର୍ମର ପତନ ହେଇଯାଏ। ଯୋଉଟା ହେଇଥିଲା କଂସ ପାଖରେ। କଂସ ଭୁଲି ଯାଇଥିଲା ପିତାର ଗୌରବ, ବାପାକୁ ଗାଦିଚ୍ୟୁତ କରିଥିଲା, ରାଜମୁକୁଟ ଛଡ଼େଇ ଆଣିଥିଲା, ନିଜେ ରାଜା ଆଇ ବାପାକୁ କଟୁଆଳ କରିଥିଲା। ଇଏ କ'ଣ ପୁତ୍ରର ଧର୍ମ? ଏଇଟା ପୁତ୍ରର ଧର୍ମ କି? ଏଇଟା ନୁହଁ। ଭାଇ ହୋଇ ଭଉଣୀର ଗର୍ଭଜାତ ସନ୍ତାନ ଗୋଟି ଗୋଟି କରି ପାଷାଣ ଉପରେ କଚାଡ଼ିକିରି ମାରେ। ଏଇଟା କ'ଣ ଭାଇର ଧର୍ମ? এইভাবে ভাবে ধর্মর গ্লানি হল, অধর্মর উত্থান হল। ভগবান আসিলে, আসি সি যে সমাজক যে বার্তা দেলে, বার্তাটা তাঙ্ক কার্য মাধ্যম। তাঙ্ক বাল্যকালর কেতটা কথা মু দুই তিনটা কহিদেবি, তারপরে বন্ধ করিদেবি। আগ ভগবানଙ୍କର ହେଲା
ଶିଶୁ ସୁରକ୍ଷା ଶିଶୁ ସେମାନେ ସମାଜର ଭବିଷ୍ୟତ ଦେଶର ଭବିଷ୍ୟତ ଶିଶୁମାନଙ୍କୁ ସୁରକ୍ଷା ଦେବା ହେଲା ତାଙ୍କର ପ୍ରଥମ କାମ। ଯେତେବେଳେ 6 ଦିନର ବାଳକ ସିଏ ହେଇଥିଲେ ସେତିକି ବେଳେ କଂସ ପ୍ରେରିତା ପୁତନା ଯାଇଥିଲା ତାଙ୍କୁ ବିନାଶ କରିବା ପାଇଁ। ଗୋପପୁରରେ ଯେତେ ଶିଶୁ କଂସ କହିଥିଲା ଆମେ ତାକୁ ଚିହ୍ନି ପାରିବନି ଯେତେ ଶିଶୁ ଅଛନ୍ତି ସମସ୍ତଙ୍କୁ ଗୋଟିଏ ମୁଣ୍ଡରୁ ତୁ ମାରିଯିବୁ। ତେଣୁ ସିଏ କ'ଣ କଲେ ପୁତନା ବକ୍ଷରେ ବିଷ ବଳି ଯାଇଥିଲା ଯେତେବେଳେ କୃଷ୍ଣଙ୍କ ପାଖରେ ସେ ପହଞ୍ଚିଛି କହିବାକୁ ସମୟ ନାହିଁ। ଗୋଟିଏ ଶ୍ଲୋକ କହୁଛି କୈତବାଗତ ମହୋଗ୍ର ପୁତନା ସୁନିପୀୟ ଅୟସା ସମଂ ତୁଜ। କୈତବାଗତ କୈତବର ଛଳ ବ୍ୟାଜ କପଟରେ ଆସିଥିଲା ପୁତନା ମହୋଗ୍ର ପୁତନା ଛଉ ପୁତନା କୁକୁରା ପ୍ରଚଣ୍ଡା ଦାରୁଣା ଶିଶୁକୁ ବି ମାରି ଦେଇପାରେ କଅଁଳ ପିଲାକୁ ବି ମାରି ଦେଇପାରେ। ତାଠାରୁ ଦାରୁଣ କିଏ ଅଛି? ସେହି ପୁତନାର ପ୍ରାଣ ଶିବା ପାଇଁ ଭଗବାନ ଆସିଲେ। ଶିଶୁ ସୁରକ୍ଷା ଶିଶୁବଦ୍ଧ ତାକୁ ରକ୍ଷା କରିବା ପାଇଁ ଆସିଲେ। କିପରି ମାରିଲେ ଏଇଟା ଆପଣ କହିବେ? ଆମର ବିଭିନ୍ନ କାବ୍ୟ କବିତାରେ ଅଛି। ଆମର ଅଗ୍ରଜ ବସିଛନ୍ତି ବଡ଼ ଭାଇନା ସୁଦର୍ଶନ ମହାପାତ୍ର। ଥା ବୋଲି ହରି ମୁଖେ ଦେଲାଉରଜ କ୍ଷୀର ସଙ୍ଗରେ ପ୍ରାଣ ଶୋଷିଲେ ଅଜ। ଯେତେବେଳେ ଭଗବାନଙ୍କ ମୁହଁରେ ବିଷାକ୍ତ ବକ୍ଷୋଜକୁ ନେଇକରି ଦେଇଛି ତାର ପ୍ରାଣ ସହିତ ଭଗବାନ ତାକୁ ମାରିଦେଲେ। ଏ ପୁତନାକୁ ଗଲା କଂସର କେବଳ କ'ଣ ପୁତନା ଥିଲା ଆଉ ଗୋଟେ ଥିଲା ଶକଟାସୁର। ଆକୁ କେମିତି ମାରିଲେ? କବି ବିଶ୍ୱନାଥ ବର୍ମା ଗୋଟିଏ ଶ୍ଲୋକ ଲେଖୁଛନ୍ତି ଶୈଶବେ ଶକଟମୁତ୍କଟାସୁରମ୍ ଦ୍ରଘରିଷ୍ଠ ଚରଣାଙ୍ଗୁଳିରଣାତ୍ ନାଶୟନ ବ୍ରଜଜନାଭିନନ୍ଦିତ କ୍ରୀଡ଼ତି ସ୍ମ ଶୟନେ ସ୍ୱପନ୍ନସୌ। ଶୟନେ ଶୟନ ବୋଲେ ଶଯ୍ୟା ସ୍ୱପନ ଶୋଇଥିବା ବେଳେ ଏଜରେ ଶୋଇଥିବା ବେଳେ ଏକ ଅସୁର ଶକଟ ରୂପ ଧରି ତାଙ୍କ ଉପରେ ମାଡ଼ି ବସିଲା। ଯେତେବେଳେ ମାଡ଼ି ବସିଥିଲା ସେତିକି ବେଳେ ସେ କ'ଣ କଲେ? କନିଷ୍ଠ ଚରଣାଙ୍ଗୁଳି ରଣାତ୍ ନିଜର ପାଦର କନିଷ୍ଠ ଅଙ୍ଗୁଳିକୁ ଛଳାଇ ତାକୁ ଟେକି ଫୋପାଡ଼ି ଦେଲେ ଉପରକୁ ଫୋପାଡ଼ି ଦେଲେ। ସେ ଗଲା ଶଗଡ଼ ବୁଲି ବୁଲି ତଳେ ପଡ଼ିଲା ବିରାଟ ଅସୁର ଭରିକିରି ଗଲା। ଏଇଟା ଦେଖନ୍ତୁ ଏଇଟା ହେଉଛି ଭଗବାନଙ୍କର ଗୋଟେ ଆତଙ୍କବାଦ ସନ୍ତ୍ରାସବାଦର ବିଲୋପ କରିବାର ଏକ ପ୍ରଚେଷ୍ଟା ବାଲ୍ୟକାଳ ସେ କରିଥିଲେ ଯେତେବେଳେ ଛୋଟ ଛୁଆ ଥିଲେ। ଇଏ ଗଲା ସେ କଥା। ତାପରେ ଆଉ ଗୋଟିଏ ହେଉଛି କାଳିଅ ନାଗ। ପାରିମଲ ସାର୍ ଲେଖିଥିଲେ ଗୀତରେ ତାଙ୍କର କାଳିଅ ନାଗ ତାର ବିଷ ଜ୍ୱାଳାରେ ଯମୁନାର ପାଣି ଅପେୟ ହେଲା ପିଇବା ଯୋଗ୍ୟ ହେଲାଣି। ତାର ଯେଉଁ ବିଷ ଶ୍ୱାସ ବାୟୁମଣ୍ଡଳ ବି ବିଷାକ୍ତ ହେଇଗଲା ସେ ଉପରେ। ଯେତେ ପଶୁ ପକ୍ଷୀ ଉଡ଼ିକିରି ଗଲେ ପକ୍ଷୀମାନେ ସେମାନେ ବି ମରିକିରି ପଡ଼ିଲେ। ଏଣୁ ଏକ ବିଷାକ୍ତ ପରିବେଶକୁ ସନ୍ତୁଳିତ ଭାବରେ ତାକୁ ଭଲ କରିବା ପାଇଁ ସ୍ୱଚ୍ଛ ନିର୍ମଳ କରିବା ପାଇଁ ଏ କାଳିଅକୁ ମାରିଲେ। ସେଇ ଗୋଟିଏ ଶ୍ଲୋକ କହୁଛି କାଳିଓ ରଗ ଫଟା ନଟୋ ବକତ୍ରୋ ଟିପାଟନ ପଟୋର ମୁରାନ୍ତକ ଧେନୁକା ଘବୃଷଣା ସନାଜନା ହଂସ ଚେତସି ଗରଂ ନିଧାନୟାନ। କାଳିଓର ଫଟା ଫଟା ବୋଲେ ଫଣା ତାପରେ ନୃତ୍ୟ କଲେ ତାକୁ ଦମନ କଲେ। ୟା ପରେ ବକତ୍ରୋ ଟିପାଟନ ପଟୁ ବକ କହିଲେ ବକାସୁର। ବକାସୁରର ଥଣ୍ଟ ପାଟନ କହିଲେ ଚିରିବା। ବକାସୁର ଥଣ୍ଟକୁ ଚିରିକିରି ତାକୁ ମାରିଲେ। ମୁରାନ୍ତକ ସିଏ ତ ପୂର୍ବରେ ହେଇଥିଲେ ମୁରାନ୍ତ। ଧେନୁକା ଅଘା ବୃଷା ଏମାନଙ୍କୁ ବିନାଶ କରି ଗୋଟାଏ ସନ୍ତ୍ରାସବାଦ ଆତଙ୍କବାଦ କଂସ ଚଲେଇଥିଲା। ସେ କଂସର ଆତଙ୍କବାଦକୁ ଦୂର କଲେ। ଏଣୁ
ସମାଜରେ ଏକ ନିର୍ଭୟ ସ୍ଥିତି ନିର୍ଭୀକ ଭାବରେ ସମାଜ ଶାନ୍ତିରେ କିପରି ରହିବ, ଏଥିପାଇଁ ବାଲ୍ୟରୁ ସେ ତାଙ୍କର ଈଶ୍ୱରୀୟ ଲୀଳାରେ ଏସବୁ କାମ ଦେଖାଇଥିଲେ। ଏହାପରେ ନାରୀ ଶିକ୍ଷା ଆଉ ନାରୀ ସୁରକ୍ଷା କିଏ ମଧ୍ୟ ଯୋଡ଼ିଥିଲା ତାଙ୍କର ଭଗବାନ ଶ୍ରୀକୃଷ୍ଣଙ୍କର କାର୍ଯ୍ୟାବଳୀ ଭିତରେ। ନାରୀ ଶିକ୍ଷା କ'ଣ? ନାରୀମାନେ ହେଉଛନ୍ତି ଘରର ପୁରର ମହତ୍ଵ ହେଉଛନ୍ତି ନାରୀମାନେ। ଯେଉଁଠି ନାରୀମାନେ ବିବସ୍ତ୍ରା ହୋଇ ଯମୁନା ନଦୀରେ ସ୍ନାନ କରୁଥିଲେ, ସେ ନାରୀମାନଙ୍କୁ ସମୁଚିତ ଶିକ୍ଷା ଦେଇ ଏପରି ଔଦ୍ଧତ୍ୟ ଏବଂ ମହତ୍ଵବିହୀନ କାର୍ଯ୍ୟରୁ ଟାଣି ଆଣିବା ପାଇଁ ଅବନକୁ ନିର୍ଦ୍ଦେଶ ଦେଇ ତାଙ୍କର ବସ୍ତ୍ର ସବୁ କଦମ୍ବ ଡାଳରେ ବାନ୍ଧି, ତାପରେ ଆଉ କୌଣସି ନାରୀ ଗୋପପୁରରେ ବିବସ୍ତ୍ରା ହେଇକି ସ୍ନାନ କରିନି, କେଳି କରିନି। ଏଇଟା ହେଲା ନାରୀ ଶିକ୍ଷା। ଆଉ ଗୋଟେ ହେଲା ନାରୀ ନିର୍ଯାତନା। ନାରୀ ରକ୍ଷା କୋଉଠି? ଯେତେବେଳେ ପୁରୁରାଜ ସଭାରେ ଦ୍ରୌପଦୀର କେଶ ଆକର୍ଷଣ କରି ଆଣିଥିଲା ଦୁଃଶାସନ, ବିବସ୍ତ୍ରା କରୁଥିଲା, ସେତିକି ବେଳେ ଦ୍ରୌପଦୀ ଡାକିଥିଲେ। ସମସ୍ତେ ଥିଲେ, କେହି ତାଙ୍କର ସହାୟ ହଉନଥିଲେ। ଭଗବାନ ଶ୍ରୀକୃଷ୍ଣ ଏତେ ବସ୍ତ୍ର ଅଜାଡ଼ିଥିଲେ, ଦୁଃଶାସନ ଭୁଜର ଶକ୍ତି ସେଠି ପ୍ରତିହତ ହେଇଗଲା। ଇଏ ନାରୀ ସୁରକ୍ଷା ଗୋଟେ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଶୋଷଣ ମୁକ୍ତ ସମାଜର ଶିକ୍ଷା ମଧ୍ୟ କୃଷ୍ଣ ଚରିତ୍ରରୁ ମିଳେ। ଯୋଉଟା କହୁଥିଲେ କ'ଣ? ଯଜ୍ଞ ଭଙ୍ଗ କୁପିତେନ୍ଦ୍ର ଚୋଦିତଇ ଘୋର ବର୍ଷଇ ରସତଇ ପୟୋଧରଇ। ଯଜ୍ଞ ଭଙ୍ଗ ଗୋବର୍ଦ୍ଧନ ପୂଜା, ଗୋପପୁରରେ ଗିରି ଗୋବର୍ଦ୍ଧନ ପୂଜା ଚାଲୁଥିଲା। ଯଜ୍ଞ ପାଇଁ ଗୋପାଳ ମାନେ ଏ ଚାନ୍ଦା ଭେଦା କରି ଗିରି ଗୋବର୍ଦ୍ଧନ ପୂଜା କରନ୍ତି। ଏଇଟାକୁ ମୁଁ କହୁଛି, ଏଇଟା ଏକ ଶୋଷଣ ମୁକ୍ତ ସମାଜ କେମିତି ହେଲା ଏ ବାବଦରେ ପଦେ କହିବି। ଆପଣମାନେ ଜାଣିଛନ୍ତି ଗୋପୀ ଗୋପାଳ ଏମାନେ ଯାଆନ୍ତି ମଥୁରା। ମଥୁରାରେ ଦହି ବିକ୍ରି କରିବେ, କ୍ଷୀର ବିକ୍ରି କରିବେ, ତେଣୁ ଗୋରସ ଦ୍ରବ୍ୟ ବିକ୍ରି କରିବେ ମଥୁରାରେ। ଆଣିଲେ ସେଇଥିରେ ପେଟ ପୋଷିବେ, ଜଙ୍ଗଲ ଇନ୍ଦ୍ର କରିବେ। ତେଣୁ ଯୋଉ ଛାନ୍ଦା ଭେଦା ୟା ଉପରେ ଦବାକୁ ପଡ଼େ, ଇଏ ଗୋପାଳ ମାନେ ଦୁଃଖରେ କଷ୍ଟରେ ଅର୍ଜିତ ସମ୍ପତ୍ତିକୁ ଚାନ୍ଦା ଆକାରରେ ଦିଅନ୍ତି। ତାକୁ ବିରୋଧ କରିଥିଲେ ଭଗବାନ କୃଷ୍ଣ ଯଜ୍ଞ ବନ୍ଦ କରିଦେଲେ। ବନ୍ଦ କରିବାରେ କ'ଣ ହେଲା? ଯଜ୍ଞ ଭଙ୍ଗ କୁପିତେନ୍ଦ୍ର ଚୋଦିତଇ। ଯଜ୍ଞ ଭଙ୍ଗ ହେବା ଦ୍ୱାରା କୁପିତ ଇନ୍ଦ୍ରଙ୍କର ପ୍ରେରିତ ଘୋର ବର୍ଷ ରସିତଇ ପୟୋଧରେ, ପ୍ରବଳ ବର୍ଷା ଏବଂ ଗର୍ଜନରେ ମେଘମାନେ ଆସି ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ଚାରି ମେଘ ଗର୍ଜିଲେ। ଗୋପ ଉପରେ ହେଲା ପ୍ରବଳ ବର୍ଷା। ଆପଣମାନେ ଜାଣିଛନ୍ତି, ସମସ୍ତେ କହନ୍ତି କ'ଣ? ଇନ୍ଦ୍ର ଶପଥ ଦିନ ବୃଷ୍ଟି କଲା, ବଜ୍ରାଘାତେ ପଥର ବରସିଲା, ଛତ୍ର ଆକାରେ ଗିରିବର ଧରି ଗୋପ ସମ୍ପଦ ରଖିଲେ ମୁରାରୀ। ସିଏ ଇନ୍ଦ୍ର, ଇଏ ହେଉଛନ୍ତି ଉପେନ୍ଦ୍ର। ଭଗବାନଙ୍କର ଗୋଟେ ନାଁ ହେଉଛି ଉପେନ୍ଦ୍ର। ଉପେନ୍ଦ୍ର ଇନ୍ଦ୍ରା ବରଜ ଚକ୍ର ପାଣି ଚତୁର୍ଭୁଜ ଅମର କୋଶରେ ଲେଖା। ଇନ୍ଦ୍ର ବଡ଼ ଭାଇ, ଭଗବାନ ହେଉଛନ୍ତି ସାନ ଭାଇ। କାହିଁକି ନା କଶ୍ୟପ ଅଦିତିଙ୍କର ପୁତ୍ର ହେଉଛନ୍ତି ଇନ୍ଦ୍ର, ଏବଂ ସେଇ କଶ୍ୟପ ଅଦିତିଙ୍କ ଠାରୁ ଭଗବାନ ବିଭିନ୍ନ ଅବତାରରେ ଜନ୍ମ ନେଇଛନ୍ତି। ଯଥା ବାମନ ଅବତାର ପରେ ଜନ୍ମ ନେଇଛନ୍ତି। ଏଣୁ ତାଙ୍କୁ ଉପେନ୍ଦ୍ର ବୋଲି କୁହାଯାଏ। ଏହି କାରଣରୁ ଇନ୍ଦ୍ରଙ୍କ ପାଇଁ ଏ ଯେଉଁ ପ୍ରଜା ଶୋଷଣ ହେଉଥିଲା ଗୋପପୁରରେ, ଏ ଗୋପପୁରର ଇଏ ଗୋଟେ ପ୍ରଜା ଶୋଷଣ, ଏଇଟା ବି ବନ୍ଦ ହେଇଗଲା। ଏଇଟା ମଧ୍ୟ ହେଲା ନାହିଁ। ଏହିପରି
ଭଗବାନଙ୍କ ଚରିତ୍ରରେ ଅନେକ ଶିକ୍ଷା ରହିଛି, ଯାହା ଆମ ସମାଜ ପାଇଁ ବହୁତ ଉପାଦେୟ କଥା ରଖିଛି। ଆମେ ଯଦି ତାକୁ ପଢ଼ିବା, ଜାଣିବା, ବୁଝିବା, ଆହୁରି ଅନେକ କଥା କହିବା ପାଇଁ ଅଛି, କିନ୍ତୁ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଏଥିରେ ମୋର ବକ୍ତବ୍ୟ ଶେଷ କରି ସର୍ବଶେଷରେ ଯଦି କୋଉଠି ଦୋଷ ତ୍ରୁଟି ଥାଏ ସେଥିପାଇଁ କ୍ଷମା ଭିକ୍ଷା କରି ମୋର ବକ୍ତବ୍ୟ। ଧନ୍ୟବାଦ। ଆପଣଙ୍କର ବହୁତ ମୂଲ୍ୟବାନ ବକ୍ତବ୍ୟ ଆମେ ସ୍ୱାଗତ କରୁଛୁ।